ପ୍ରତିଦିନର ଚିନ୍ତା ଓ ପ୍ରାର୍ଥନା। ସ୍ୱାମୀ ପରମାନନ୍ଦ। ମଇ 3। ଦିନଟିର ପ୍ରଧାନ ଚିନ୍ତା। ଯେଉଁ ବ୍ୟକ୍ତି ଭଗବାନଙ୍କର ସାନ୍ନିଧ୍ୟ ଲାଭ କରିଛନ୍ତି ସେ ବ୍ୟକ୍ତି ତାଙ୍କର ସମଗ୍ର ଜୀବନକୁ ସହଜ ସୁନ୍ଦର କରିବାକୁ ସମର୍ଥ ହୋଇଛନ୍ତି। ସ୍ମରଣୀୟ ପଂକ୍ତି। ହେ ସଖା, ତୁମ ବିନା ମୋର ଲୋଡ଼ା ନାହିଁ ଅନ୍ୟ କେହି ସାଥୀ। ବୁଝନ୍ତି ନାହିଁ ସେମାନେ ମୋର ଏ ସହଜ ଖେଳ। ଚାହାନ୍ତି ନାହିଁ ସେମାନେ ମୋତେ, ଅଛନ୍ତି ଯେ ତାଙ୍କର କେତେ ଶତ ଖେଳ ସହଚର। ତୁମ ବିନା ନାହିଁ ମୋର ଅନ୍ୟ ସହଚର। କେତେ ଯେ ଏକାକୀ ମୁଁ ବିଷାଦେ କାତର। ତଥାପି ମୁଁ କରେ ଅପେକ୍ଷା ହୋଇ নত ଶିର। ଆସିବ ଯେ ତୁମେ ତୁମ ଇଚ୍ଛାରେ ନିଜର। ନୀତି ଉପଦେଶ। ଭଗବାନ ଆମର କାର୍ଯ୍ୟକଳାପ ଦେଖନ୍ତି। ଉଚ୍ଚ କଣ୍ଠରେ ସ୍ତବ ସ୍ତୁତି ଶୁଣାଇ ତାଙ୍କୁ ଆମେ ପ୍ରବଞ୍ଚନା କରିପାରିବା ନାହିଁ। ତାଙ୍କ ନିକଟରେ ପହଞ୍ଚିବାକୁ ହେଲେ ଆମ ହୃଦୟକୁ ଶୁଦ୍ଧ ଓ ଅକପଟ କରିବାକୁ ହେବ। କେବଳ ବିଚାର ଓ ତର୍କ କରିଲେ ଧର୍ମ ଜୀବନର ଉଦ୍ଦେଶ୍ୟ ବ୍ୟର୍ଥ ହୁଏ। ସରଳତା ଓ ଅକପଟତା ଆମକୁ ଧର୍ମ ପଥରେ ଅଗ୍ରସର ହେବାକୁ ଦିଏ। ମିଥ୍ୟା ଅନୁକରଣ କରି ଧର୍ମ ଜୀବନ ଲାଭ ହୁଏ ନାହିଁ। ଏହା ଏକାନ୍ତ ଅସାର କର୍ମ। ଯଦି ସାର ଲାଭ କରିବାକୁ ଚାହଁ, ଏ ଜୀବନର କି ଅର୍ଥ ତାହା ବୁଝିବାକୁ ଚେଷ୍ଟା କର। ପ୍ରାର୍ଥନା। ଯିଏ ସର୍ବଭୂତରେ ବିରାଜମାନ, ଯାହାଙ୍କ ସହାୟତା ମୁଁ ପ୍ରତିକ୍ଷଣ କାମନା କରେ, ସେ ଯେପରି ମୋର ହୃଦୟକୁ ପବିତ୍ର ଓ କଳୁଷହୀନ କରନ୍ତି। ଏହି ହୃଦୟ ଯେପରି ତାଙ୍କର ବାସଯୋଗ୍ୟ ମନ୍ଦିର ହୁଏ, ସେ ଯେପରି ମୋତେ ସରଳ ଓ ପ୍ରତାରଣା ମୁକ୍ତ କରନ୍ତି। ମୁଁ ଯେପରି ତାହାଙ୍କ ଭଲ ପାଇବା, ଯତ୍ନ ଓ ରକ୍ଷଣାବେକ୍ଷଣ ପ୍ରତି ସମ୍ପୂର୍ଣ୍ଣ ବିଶ୍ୱାସ ରଖିପାରେ। ମୁଁ ଯେପରି ତାହାଙ୍କ ଅଫୁରନ୍ତ ଭଣ୍ଡାରରୁ ଶକ୍ତି ଆହରଣ କରିପାରେ ଏବଂ ତାହାଙ୍କ ଦିବ୍ୟ ସତ୍ତା ସଙ୍ଗେ ଅଖଣ୍ଡ ଯୋଗ ରକ୍ଷା କରିପାରେ।